ଏସବୁ ଦେଖନ୍ତୁ ମୁଁ କ'ଣ କରିଛି। ଏସବୁ କ'ଣ ଏଇଟା ହେଲା ରିଠା, ଏଇଟା ଶିକାକାଇ, ଏଇଟା ଆମ୍ଲା, ଆଉ ଏଥିରେ ବହୁତ ସାରା ଜିନିଷ ଏଇ ଯେଉଁ ଉପରେ ଦେଖାଯାଉଛି ପିଆଜ ଚୋପା, ତା ସାଙ୍ଗରେ ମେଥି, ଅଳସୀ ଆଉ ରୋଜମେରୀ, ଏମିତି ବହୁତ କିଛି ଆଉ ବହୁତ ସାରା ଇନଗ୍ରିଡ଼ିଏଣ୍ଟସ୍ ଏମିତି ଅଛି ଯେଉଁଟାକି ମୁଁ ମିଶେଇନି। ଏଇଟା ମୁଁ କ'ଣ ପାଇଁ ୟୁଜ୍ କରିବି, ଏଇଟା ହେୟାର ୱାଶ୍ ପାଇଁ ଶ୍ୟାମ୍ପୁ ବନାଉଛି। ମୁଁ ଆଜି ଏଇଟା ଦେଖାଉଛି, ଦେଖନ୍ତୁ। ଚୁଟି ଉପୁଡ଼ିବା ପାଇଁ ମୋ ମତରେ ବହୁତ କିଛି ଜିନିଷ ଦାୟୀ। ଆମର ଡାଏଟ୍ର ମେନ୍ ଭୂମିକା ଅଛି, ଆମ ଇଣ୍ଟରନାଲ୍ ବଡ଼ିର ଆକ୍ସନ୍ସ ବି ରିଆକ୍ସନ୍ ଦେଖାଏ ଆମ ସ୍କିନ୍ ଆଉ ହେୟାର୍ ଉପରେ। କିନ୍ତୁ ଯେଉଁ କେମିକାଲ ବାଲା ଶ୍ୟାମ୍ପୁଜ୍ ଆମେ ୟୁଜ୍ କରୁଛେ ତାଠୁ ଇଏ ବହୁତ ବେଟର୍। ଏବେ ମୁଁ ଏସବୁ ପୁରା ମାନେ ମୁଁ ଯେମିତିକି ପେଷ୍ଟ ବି ଆଉ ୟୁଜ୍ କରୁନି, ମୁଁ ସାବୁନ ୟୁଜ୍ କରୁନି, ମୁଁ ଶ୍ୟାମ୍ପୁଜ୍ ୟୁଜ୍ କରୁନି। ମୁଁ ଏସବୁ ଘରୋଇ ଜିନିଷ ମୁଁ ପ୍ରୟୋଗ କରୁଛି। ଆଉ ଆର ବେନିଫିଟ୍ ବହୁତ ବେଶୀ। ଯଦି କେହି ପରିଶ୍ରମ କରିପାରିବେ ତ ଏସବୁ ନିଜେ ଘରେ କରିପାରିବେ, ଆଉ ଯେଉଁମାନେ ନ କରିପାରିବେ ସେମାନେ ମୋଠୁ ଅର୍ଡ଼ର ବି କରିପାରିବେ। ଯଦି କହିବେ ଆପଣମାନଙ୍କ ଅର୍ଡ଼ରରେ ଆପଣଙ୍କୁ ବନେଇକି ଦେଇପାରିବେ। ଏଥିରେ ସେମିତି ମାର୍କେଟ ପରୀକ୍ଷା ଭଲ ବାସ୍ନା ନାହିଁ, ଚାହିଁଲେ ଆଡ଼୍ କରିହେବ, ଆଡ଼୍ ନ କଲେ କିଛି ଅସୁବିଧା ନାହିଁ। ଏଇଟା ଗୋଟେ ସାଇକୋଲୋଜି ଯେ ଭଲ ବାସ୍ନା ଭଲ ଫେଣ ବାଲା ଜିନିଷ ଆମକୁ ବେଶୀ ପ୍ରକୃତରେ କିନ୍ତୁ ସେମିତି କିଛି ବି ନୁହେଁ। ଏସବୁ ଜିନିଷ ଆଗରୁ ବହୁତ ଆଗରୁ ଆମେମାନେ ୟୁଜ୍ ଆମର ଯେଉଁମାନେ ଥିଲେ କ'ଣ ବଂଶୋଦ୍ଭବ ମାନେ ୟୁଜ୍ କରୁଥିଲେ, ଆଉ ଆମେ ବି ଏବେ ଏଇଟାକୁ ୟୁଜ୍ କରିକି ବି ଭଲ ରେଜଲ୍ଟ ପାଇପାରିବା। କିନ୍ତୁ ଆଉ ଗୋଟେ କଥା, ସେଇ ଗୋଟେ କଥା କହିବି, ଭଲ ଡାଏଟ୍ ଭଲ ଲାଇଫଷ୍ଟାଇଲ୍ର ଜରୁରତ ବି ଅଛି। ଥ୍ୟାଙ୍କ ୟୁ।